ମୁଁ ଯାଏ ଆଜି ଡେରି ହେଇଗଲାଣି ଆଉ ସେପଟେ ସେ ବସିଥିବେ ସମେତ ଅପେକ୍ଷା କରୁଥିବେ ଆଉ ଆଜି ଗପିବାକୁ ଗୋଟେ ଡେରି ହେଇଗଲାଣି ଆଉ ଏତେବେଳ ହେଲାଣି ମୁଁ ଘରେ କାମ ସରୁନି ଆଉ ମୁଁ କଣ କରିବି ସବୁବେଳେ। ହଁ ମୁଁ ଜଲ୍ଦି ଯାଏ। ଇଲୋ ହେଇଲୋ ତୁ ଏତେବେଳେ ଡେରି କଣ କଲୁ ବା? ନାଇଁଲୋ ଅପା ଆଜି ଟିକେ ଘରେ କାମ ଥିଲା ତ ସେଥିପାଇଁ ଟିକେ ଡେରି ହେଇଗଲା ମ ଆଉ ସବୁ ଗଲେ କୁଆଡ଼େ ବା। ହଁ ମୁଁ କହୁଛି ତୁ ଆଗେ ବସ ଏଇଠି। ହଉ ଲୋ ଅପା ବଉଛି ଲୋ। ଇଲୋ ସେମାନେ ଆଜି କଣ ତାଙ୍କର କାମ ଥିଲା ତ ସେ କହିଲେ କୁଆଡ଼େ ଯାଇଛନ୍ତି ସେଥିପାଇଁ ଆସିଲେନି ଆଉ। ହଁ ତାଙ୍କର ତ ସବୁବେଳେ କାମ ଆଉ କେତେବେଳେ କାମ ନଥାଏ ଯେ। ଆଉ ଘରେ ସବୁ କଣ ଆଜି ରୋଷେଇ ବୋଷେଇ କଣ ହେଇଥିଲା ବା? ନାଇଁ ଲୋ ଅପା ଆଜି କଣ କରିବି ଆଉ କିଛି ଘରେ ପରିବା ପତ୍ର ନଥିଲା ଆଉ ମୁଁ ସେଇ ବାଇଗଣ ଟିକେ ଭର୍ତ୍ତା କରିଦେଇଥିଲି ଭାତ ଟିକେ ଡାଲି ଟିକେ ଆଉ ପୋଟଳ ଥିଲା ତାକୁ ଗୋଟେ ଝୋଳ କରିଦେଇଥିଲି ଆଉ। ଆଉ ତମର କଣ ରୋଷେଇ ହେଇଥିଲା ବା? ନାଇଁ ଭାତ ମାଛ ଝୋଳ ହେଇଥିଲା ଆଉ। ଇଲୋ ଅପା ଆଜି ଶୁକ୍ରବାର ତମେ ଆଜି ମାଛ ଝୋଳ କରିଛ? ହଁ ଆମର ଶୁକ୍ରବାର ମାଛ ଝୋଳ ଖାଆନ୍ତି ବା ଆଉ ଶୁକ୍ରବାର କଣ କିଛି ତ ଓଷା ଫୋଷା ଆମେ କରୁନା ସେଥିପାଇଁ ମାଛ ଝୋଳ ଖାଉଛୁ ଆଉ କଣ। ହଉ ଭଲ ଭଲ। ଇଲୋ ତୁ ଜାଣିଥିଲୁ ସେ ହେମ ବା ତା ଘଇତା ଛାଡି ପଳେଇଛି ବା। ଇଲୋ ଅପା ତୁ କଣ କହୁଛୁ ବା ସେ ହେମର ଘଇତା ଛାଡି ପୁଣି ପଳେଇଲା। ସେ କେଇଥର ଯାଉଛି ବା ତା ଘଇତା। ଆମର କଣ ଗଲା ତା ଘଇତା କେତେ ଆଡେ ବୁଲୁଛି ଯେ ବୁଲୁଛି। ଇଏ ମାଇପିଟା ଘରେ ପଡିଛି ଆକୁ ଟିକେ ପଚାରୁଛି ନା କଣ କରୁଛି। ଇଲୋ ଅପା ସେ ବୁଲୁଥିଲା ଘରେ କେତେବେଳେ ପଡିଛି? ଇଲୋ ମୁଁ ସେମିତି କହିଲି ନା ତୁ ଯେମିତି ଧରୁଛୁ ଘରେ ପଡିଛି ମାନେ ସେ ଘରେ ବୁଲାବୁଲି କରୁଛି ଆଉ କଣ ଖଟ ଉପରେ ପଡିଛି ଦେହ ଖରାପ ହେଇଛି ନା ମୁଁ ସେ କଥା କଣ କହିଲି? ଇଲୋ ଅପା ତୁ ଜାଣିଛୁ ଲୋ। କଣ ବା ତୁ କହିଲେ ଜାଣିବି ନା ନ କହିଲେ ମୁଁ କେମିତି ଜାଣିବି ବା। ହଉ ଲୋ ଅପା କହୁଛି। ଇରେ ସେ ସାବି ଘର ଝୁଅ ବା ବାହା ହେଇଥିଲା ତା ଘଇତା ଛାଡି ପଳେଇଲା। ଇଏ ପଳେଇ ଆସିଲା ପୁଣି ଇଏ ଟୋକି କା ସାଙ୍ଗେ ନାଟ କରୁଥିଲା ବୁଝିଲୁ। ହଁ ତାପରେ କଣ ହେଲା ବା? ଇଲୋ ସେ ତା ଭିଣେଇ ସାଙ୍ଗରେ ନାଟ କରୁଥିଲା ଆଉ ସେ ବେକ କାଟି ଦେଇଛି ତା ଭିଣେଇର। କଣ ହେଲା ଭଲ ପାଉଥିଲେ ସେଇଥିରେ ପୁଣି ବେକ କାଟିଦେଲା ସେ ଝିଅ। ହଁ ଲୋ ଅପା ସେ ଝିଅ ଏମିତି ଉଦଣ୍ଡି ଜଣା ପଡୁନଥିଲା ବା ଯେମିତି ଜଣା ପଡୁଥିଲା ମାଛିକି ମ କହୁନଥିଲା ସେ ଝିଅ ଏମିତି ମଉନ ମୁହିଁ ଥିଲା ଲୋ। ଛି ଏ ଯୁଗ କଣ ହେଲା ଲୋ ତା ଘଇତା ଛାଡିଗଲା ଆଉ ପୁଣି ଆଉ ଗୋଟେ ଘଇତା ଗଲା ତାର ବେକ କାଟିଦେଲା ପୁଣି ସେ ଭିଣେଇ ହବ ଛି 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 ଛି। ହଉ ତା ଖବର ଏବେ କଣ? ଇଲୋ ତା ଖବର କଣ କହିବି ସେ ବେକ କାଟି ଦେଇ ଆସି ଘରେ ଥିଲା ଇଲୋ ପୋଲିସ ଆସି ନେଇଗଲେ। ପୋଲିସ କେମିତି ଜାଣିଲେ ସେ ବେକ କାଟିଛି ବୋଲି? ଇଲୋ ଅପା ସେ ଯାହା ବେକ କାଟି ନଥିଲା ସିଏ ବା କହିଛି କାଳେ ଆଉ ସିଏ ଅମକ ଘର ସମ ଘର ଝୁଅ ମୁଁ ବେକ କାଟି ଦେଇଛି କହିଛି ସେ ମୋର ଗାର୍ଲଫ୍ରେଣ୍ଡ କାଳେ। ତ ବେକ କଟି ଯାଇଥିଲା ସେ କଥାବାର୍ତ୍ତା କେମିତି କରିପାରିଲା? ସେମିତି ଖନେଇ ଖନେଇ କହିଦେଲା ଆଉ। ଇଲୋ ସେ ପୁଅ ବଞ୍ଚିଛି ନା ମରିଗଲା ବା? ସମେତେ କହୁଛନ୍ତି କିଏ କହୁଛି ମରିଗଲା କିଏ କହୁଛି ବଞ୍ଚିଛି ଆଉ ଠିକ ଖବର ଜଣାପଡୁନି ଆଉ ନ୍ୟୁଜ ବାଲା କହୁଛନ୍ତି ତ ବଞ୍ଚିଛି ଆମେ କଣ ଜାଣିଛୁ ଆମେ କଣ ଦେଖିଛୁ ଯାହା ସେଇ ଭିଡିଓ ଫିଡିଓ ଛାଡିଥିଲେ ଆମେ ଦେଖିଛୁ। ଇଲୋ ସେ ନ୍ୟୁଜରେ ଖବର ବାହାରିଛି ଆଉ ବେକ କାଟି ଦେଇଛି ସେ ମିଡିଆ ମାନେ ତାକୁ ପଚରା ଉଚରା କରିଛନ୍ତି ଆଉ ସବୁ ନ୍ୟୁଜ ବାଲା ଏକାଠି ହେଇଯାଇଛନ୍ତି ଆଉ କଣ। ଯା ସେ ଝୁଅ ମଲା ଆଉ କଣ। ସିଏ ଏବେ କୋଉଠି ଅଛି ବା ଜେଲରେ ନା ସେ ଜେଲରୁ ବାହାରି ଆଇଲାଣି? ଇଲୋ ତାକୁ ଏବେ ବାହାର କରିବେ ସେ ବା ଜେଲରେ ଅଛି। ସେ ପୁଅ ଭଲ ହେଇକି ଆସିଲା ପରେ ତାକୁ ବାହାର କରିବେ କି କଣ କରିବେ କେଜାଣି ଆମେ କଣ ଜାଣିଛୁ। ହଉ ତୁ କହୁଥିଲ ନ୍ୟୁଜରେ ବାହାରିଛି ହଉ ସେ ପୁଣି ନ୍ୟୁଜରେ ଦେଖେଇବନି ଆମର କଣ ଗଲା ସେ ଏମିତି ଝିଅ ଥିଲା ଛି ଛି ଛି। ହଉ ଲୋ ଅପା ଚାଲୁନୁ ଘରକୁ ଯିବା ଆଉ ସନ୍ଧ୍ୟା ବେଳ ହେଇଗଲାଣି ଘରେ ଗଲେ ସନ୍ଧ୍ୟା ଧୂପ ଦେବି ଚାଲ ଘରକୁ ଯିବା। ହଉ ଚାଲ ଯିବା ଘରକୁ ଆଉ। ଇଲୋ ଅପା ତୁ କାଲି ଆସିବୁ ଟି ପୁଣି କଥାବାର୍ତ୍ତା ହବା ବା। ହଁ ବା କାଲି ଆସିବା ବା ଆଉ ମୁଁ କାଲି ସମସ୍ତଙ୍କୁ ଡାକିଦିଏ ଆଜି ତ ଆମେ 2 ଜଣ ଆଇଛେ ଆଉ କାଲି ଆଉ 2-3 ଜଣ ଆସିନାହାନ୍ତି କାଲି ଡାକିଦବା ପୁଣି ଆସି ଗପିବା ଆଉ କଣ। ହଁ ଅପା ଠିକ କହିଲୁ। ହଉ ଲୋ ଅପା ଜଲ୍ଦି ଚାଲେ ଘରେ ଗଲେ ସନ୍ଧ୍ୟା ଫନ୍ଧ୍ୟା ଦବା ମୋ ଶାଶୁ ଚିଡଚିଡି ହବ ନହେଲେ କହିଲେ ଏତେ ଆଡେ ଗପୁଛି ଏତେ ସମୟ ଗପୁଛି। ସମସ୍ତଙ୍କ ଶାଶୁ ସେଇଆ ବା ଟିକେ ଡେରି କଲେ ମାନେ ଚିଡଚିଡି ହବା ଆରମ୍ଭ କରିଦେବେ। ହଉ ଲୋ ଜଲ୍ଦି ଚାଲେ।